ନମସ୍କାର, ଜୟ ଜଗନ୍ନାଥ। ମୁଁ ଭଦ୍ରକରୁ ଜୀବନ, ଓଡ଼ିଶା ଡ୍ରାଇଭର ମହାସଂଘର ସମସ୍ତ ଭାଇମାନଙ୍କୁ ନମସ୍କାର। ଭାଇମାନେ ତ ଭାଇମାନେ ବର୍ତ୍ତମାନ ଆମର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଓରଫ ଅଜୁ ଭାଇ, ଇଏ ଯେଉଁ ମହାପରିବାର, ଏଇ ଯେଉଁ ସଂଗଠନ ଓଡ଼ିଶା ଡ୍ରାଇଭର ମହାସଂଘ, ୟାକୁ ପରିଚାଳନା କରିବା ଏଠି ଛୋଟ କଥା ନୁହେଁ। ସେ ଗୋଟେ ସିଷ୍ଟମ ଲାଗୁ କଲେ ଯେ କି ଏ ସିଷ୍ଟମକୁ ଚଲାଇବା ପାଇଁ, ଏ ମହାସଂଘ ମହାପରିବାରକୁ ଚଲାଇବା ପାଇଁ ପ୍ରତ୍ୟେକ ଭାଇମାନେ 510 ଟଙ୍କା ଦେବା ପାଇଁ ପଡ଼ିବ। ଆଉ ଯେଉଁ ଆମର ଭାଇମାନଙ୍କୁ ପ୍ରତ୍ୟେକ ଥର ପଇସା ଦେବା ପାଇଁ ପଡ଼ୁଥିଲା, କିଏ ମରିଗଲା ପଇସା କଲେକ୍ସନ୍ କର, କେଉଁଠି ଆମେ ଜଳଛତ୍ର କରିବା ପଇସା କଲେକ୍ସନ୍ କର, କେଉଁଠି ମିଟିଂଟେ କରିବା ପଇସା କଲେକ୍ସନ୍ କର, କେଉଁଠି ଅଫିସ୍ ଘର ଭଡ଼ା ଦିଆଯାଇନି ପଇସା କଲେକ୍ସନ୍ କର, ତା ଦେହରୁ ନିବୃତ୍ତ ରହିବା ପାଇଁ ୱାନ୍ ଟାଇପ୍ ଆପଣ ଦେବେ 510 ଟଙ୍କା, ଯେଉଁଟାକି ତା ଭିତରେ ଆପଣମାନଙ୍କର ଗୋଟେ ବୀମା ରହିବ 30,000 ଟଙ୍କାର ବୀମା, ଇନ୍ସୁରାନ୍ସ ବୀମା। ତା ସହିତ ଯେଉଁ ବୀମାଟି ରହିବ, ଆପଣ ଯଦି କୌଣସି କାରଣ ବି ମୃତ୍ୟୁବରଣ କରୁଛନ୍ତି ଏବଂ 510 ଟଙ୍କା ଦେଇ ଓଡ଼ିଶା ଡ୍ରାଇଭର ମହାସଂଘରେ ରେଜିଷ୍ଟ୍ରେସ କରିଛନ୍ତି, ତାହେଲେ ଆପଣଙ୍କର ଏକାଦଶ କ୍ରିୟାରେ କୌଣସି ଭାଇମାନଙ୍କ ଠାରୁ ଟଙ୍କାଟେ କଲେକ୍ସନ୍ କରାଯିବ ନାହିଁ। ରାଜ୍ୟ ସଂଘ ତରଫରୁ 30,000 ଟଙ୍କା ତାଙ୍କ ପରିବାରଙ୍କ ପାଖରେ ପହଞ୍ଚାଇ ଦିଆଯିବ। ସହଯୋଗର ହାତ ବଢ଼ାଯିବ, ଅର୍ଥରାଶି ନିଶ୍ଚିତ ପହଞ୍ଚାଯିବ। ଅଜୁ ଭାଇଙ୍କର ବାର୍ତ୍ତା। କିନ୍ତୁ କିଛି ପିଲା ତାକୁ ମାନୁଛନ୍ତି, କିଛି ପିଲା ମାନୁନାହାନ୍ତି। ବିଭିନ୍ନ ପ୍ରକାର ବାର୍ତ୍ତା ଆସୁଛି। କାଲି ଖୋର୍ଦ୍ଧା ଜିଲ୍ଲାର ଭାଇଙ୍କର ମୁଁ କିଛି ପିନ୍ ଶୁଣିଥିଲି ଯେ ପ୍ରତ୍ୟେକ ଜିଲ୍ଲାର ଲିଡର ଭାଇମାନେ ଏବଂ ପ୍ରତ୍ୟେକ ବ୍ଲକର ଲିଡର ଭାଇମାନେ, ଆଜ୍ଞା ଆପଣମାନେ ନିଜେ ଆଗେ ବୁଝିବା ଦରକାର। ଆପଣମାନେ ଯଦି ଆଗେ ବୁଝି ଯାଉଛନ୍ତି, ତାହେଲେ ନିଶ୍ଚିତ ରୂପେ ଆପଣମାନେ ପିଲାଙ୍କୁ ବୁଝେଇ ପାରିବେ। ଯଦି ଆପଣମାନେ ନିଜେ ବୁଝି ଯାଉଛନ୍ତି, ନିଶ୍ଚିତ ପରବର୍ତ୍ତୀ ସମୟରେ ଆପଣମାନେ ପିଲାଙ୍କୁ ବୁଝେଇ ପାରିବେ। ଆଉ ଗୋଟେ କଥା, ପ୍ରତ୍ୟେକ ସମୟରେ ଆମକୁ ସମୟ ସହିତ ତାଳ ଦେଇକି ଚାଲିବା ପାଇଁ ପଡ଼ିବ। ଯେମିତିକି କାଲି ମଧ୍ୟ ସେ ଭାଇ କହିଥିଲେ ଯେ ଡିଜେଲ ଗାଡ଼ି ଆସିଥିଲା, ଡିଜେଲ ପରେ ପେଟ୍ରୋଲ ଗାଡ଼ି ଆସିଲା, ପେଟ୍ରୋଲ ଗାଡ଼ି ପରେ ସିଏନ୍ଜି ଗାଡ଼ି ଆସିଲା, ସିଏନ୍ଜି ଗାଡ଼ି ପରେ ବର୍ତ୍ତମାନ ଓଲା ଉବେର ବା ଇଲେକ୍ଟ୍ରିସିଟି ଗାଡ଼ି ଆସିଲା। ତେଣୁ ଆସ୍ତେ 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 ଡେଭଲପ୍ ହୋଇ ଚାଲିଛି ଏବଂ ଖର୍ଚ୍ଚ କମିବାରେ ଲାଗିଛି। ତେଣୁ ଓଡ଼ିଶା ଡ୍ରାଇଭର ମହାସଂଘକୁ ଦୀର୍ଘାୟୁ କରିବା, ଓଡ଼ିଶା ଡ୍ରାଇଭର ମହାସଂଘକୁ ଆଗକୁ ନେବା, ଅଲ୍ ଇଣ୍ଡିଆରେ ତାକୁ 1 ନମ୍ବର କରାଇବା, ଇଏ ଗୋଟେ ଛୋଟିଆ ପ୍ରୟାସ। ତେଣୁ ଇଏ ପ୍ରୟାସ ଆପଣମାନେ ସାମୂହିକ ଭାବେ ସହଯୋଗର ହାତ ବଢ଼ାଇବେ। କାରଣ ଆପଣମାନେ ଚିନ୍ତା କରନ୍ତୁ, ଯଦି ଆମେ କେଉଁଠି ବସୁଛନ୍ତି, ସାଙ୍ଗସାଥିରେ ଖାଉଛନ୍ତି, ମସ୍ତି କରୁଛନ୍ତି, ତାହେଲେ ଆମକୁ 500,000 ଟଙ୍କା ଖର୍ଚ୍ଚ ହୋଇଯାଉଛି। କିନ୍ତୁ ସଂଗଠନକୁ ବଞ୍ଚାଇବାକୁ ହେଲେ ଆମକୁ 510 ଟଙ୍କା ବର୍ଷକର ଥରେ ଦେବା ପାଇଁ ପଡ଼ିବ। ତାପରେ କଥା ହେଲା, ଆମେ ଯଦି 510 ଟଙ୍କା ନ ଦେଉଛନ୍ତି, ଏମିତି 10-20 କଲେକ୍ସନ୍ କରାଯାଉଛି, ତାହେଲେ ପ୍ରକୃତର ଯେଉଁ ଭାଇମାନେ ଦେଉଛନ୍ତି କେତେ ଟଙ୍କା ଦେଉଛନ୍ତି। ତେଣୁ ବିଗତ ଦିନରେ କଥା ମଧ୍ୟ ଅଛି ଇତିହାସରେ, କଳିଙ୍ଗା ସାହସୀ କାହା। କାରଣ ଭାରତ ବର୍ଷରେ ଯେତେବେଳେ ଇଂରେଜମାନେ ଶାସନ କରୁଥିଲେ, ସେତେବେଳେ ଭାରତକୁ 200 ବର୍ଷ ଶାସନ କରିଥିଲେ, କିନ୍ତୁ ଓଡ଼ିଶାକୁ ମାତ୍ର 2 ବର୍ଷ ଶାସନ କରିଥିଲେ, ଯେଉଁଟାକି 1803ରୁ 1805 ମସିହା ପର୍ଯ୍ୟନ୍ତ। ତେଣୁ ଏଇ କଳିଙ୍ଗ ସାହସିକା ସେତେବେଳେ ଏ ରାସ୍ତା ନଥିଲା, ସେତେବେଳେ ଗାଡ଼ି ଘୋଡ଼ା ନଥିଲା, ସେତେବେଳେ ଆମର ଭାରତୀୟମାନେ ସେତେବେଳେ ଯାଉଥିଲେ ଅଲଗା ଦେଶମାନଙ୍କୁ ବେପାର ବାଣିଜ୍ୟ କରିବା ପାଇଁ। ସେତେବେଳେ ଅର୍ଥନୀତି ସେଇ ହିସାବରେ ସୁଦୃଢ଼ ଥିଲା। ତ ଆଜି ତ ଆମର ଏଇ ଡ୍ରାଇଭର ଭାଇମାନେ ମାନେ କେଉଁ ରାଜ୍ୟ କେଉଁ ଦେଶକୁ ମଧ୍ୟ ଯାଉଛନ୍ତି ନିଜ ରାଜ୍ୟର, ନିଜ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ। ତେଣୁ ଆମେ ଡରିବା କାହିଁକି? ସମସ୍ତେ ଏକତା ହେବା ଆଉ ଆମ ହକ୍ ସମ୍ମାନ ଛଡ଼ାଇବା ପାଇଁ ଇଏ ଗୋଟିଏ ଛୋଟିଆ ପ୍ରୟାସ। ତେଣୁ 510 ଟଙ୍କା ଦେବା, ଆମେ ସଂଗଠିତ ହେଇକି ରହିବା, ହାତ ମୁଠାକୁ ଟାଣ କରାଇବା, ତାପରେ ଆମେ ଆମ ହକ୍, ଆମ ସମ୍ମାନକୁ ସରକାରଙ୍କ ପାଖରୁ ଛଡ଼ାଇବା। ସମସ୍ତ ଭାଇମାନଙ୍କୁ ଅନୁରୋଧ, ତ ମୁଁ ଭାବୁଛି ଆପଣମାନେ ବୁଝିପାରିଥିବେ, ମୁଁ ଆପଣଙ୍କୁ ବୁଝାଇ ପାରିଥିବି। ତ ଆପଣମାନେ ନିଶ୍ଚିତ ପ୍ରୟାସ କରିବେ ଅନ୍ୟ ପିଲାମାନଙ୍କୁ ବୁଝାଇବା ପାଇଁ ଏବଂ 510 ଟଙ୍କା ଦେଇ ଆପଣ ଓଡ଼ିଶା ଡ୍ରାଇଭର ମହାସଂଘରେ ରେଜିଷ୍ଟରଭୁକ୍ତ ହୁଅନ୍ତୁ।
ଜୟ ଜଗନ୍ନାଥ, ନମସ୍କାର।